କଥା ହେଲା ଯେଉଁ ପଦକ୍ଷେପ ପ୍ରଥମରୁ ନେବା କଥା ସରକାର ବିଳମ୍ବ କରିଛନ୍ତି ଏଇଟା ତ ନିଶ୍ଚିତ କଥା, ଏଥିରେ କିଛି ନାହିଁ। କିନ୍ତୁ ବିଜେଡ଼ି କେଉଁ ମୁହଁରେ କହୁଛି? ବିଜେଡ଼ି ଯେଉଁ ତାର 24 ବର୍ଷ ସରକାରରେ ନୈତିକତା ଦୃଷ୍ଟିରୁ କୌଣସି ମନ୍ତ୍ରୀ କେବେ କ'ଣ ଇସ୍ତଫା ଦେଇଛନ୍ତି କି? ଇଭେନ୍ କି ତିନିଟା ହତ୍ୟା ମାମଲାରେ ଜଣେ ମନ୍ତ୍ରୀ ସମ୍ପୃକ୍ତ ହେଲା ପରେ ବି ସେ ତ ଇସ୍ତଫା ଦେଲେ ନାହିଁ, କାହିଁ ନୈତିକତା ଦୃଷ୍ଟିରୁ। ତାହେଲେ ନୈତିକତାର କଥା କ'ଣ କହୁଛି? ଶାସକ ନୈତିକତା ଭୁଲିଗଲେ ଏବଂ ପୂର୍ବ ସରକାର ଯେମିତି ବିରୋଧ କରୁଥିଲେ ଏବେ ନିଜ ସମୟରେ ବଦଳିଗଲେ। ବିଲକୁଲ ନାହିଁ। ଗୋଟିଏ କଥା ହେଲା, ଗୋଟେ ଘଟଣାଟେ ଘଟିଲା, ଏଇଟା ଗୁରୁତର ଘଟଣା, ଏଥିରେ କିଛି ସନ୍ଦେହ ନାହିଁ। ଯେଉଁମାନେ ସେଥିରେ ତ ମନ୍ତ୍ରୀ ଦାୟୀ ହୁଏ ନାହିଁ ନା, ଯେଉଁମାନେ ସେ ଘଟଣାରେ ସମ୍ପୃକ୍ତ ତା ଉପରେ ତଦନ୍ତ କରିକି ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ଏଇଟା ହିଁ କଥା। ଶାସକ ଦଳ ଆଜ୍ଞା ଲୋ ମେଣ୍ଟାଲିଟି ରହୁଛି ବୋଲି ବିରୋଧୀ ଶାସକ ଦଳ ଲୋ ମେଣ୍ଟାଲିଟି ରହୁଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ। ତାଙ୍କର ହାଇ ମେଣ୍ଟାଲିଟି ତ ଅଛି। ତାଙ୍କର ହାଇ ମେଣ୍ଟାଲିଟିରେ ସେମାନେ ତାଙ୍କର ଅଫିସରମାନଙ୍କୁ, ତାଙ୍କର ମନ୍ତ୍ରୀମାନଙ୍କୁ କେମିତି ସୁରକ୍ଷା ଦେଉଥିଲେ ସେଇଟା କ'ଣ ଓଡ଼ିଶାବାସୀକୁ ଅଜଣା ଅଛି କି? ଏସବୁ ଗୋଟେ ରାଜନୀତି। ଶୁଣନ୍ତୁ, ରାଜ୍ୟସଭା ନିର୍ବାଚନରେ ଅତି ଶୋଚନୀୟ ପରାଜୟ ପରେ ସେମାନଙ୍କ ପାଖରେ ବିକଳ୍ପ କ'ଣ ଅଛି? ଲୋକଙ୍କୁ ଦେଖାଇବା ପାଇଁ କ'ଣ ଅଛି? ତ ସେଇପାଇଁ ଏସବୁ ନାଟକ, ଅନ୍ୟ କୌଣସି କାରଣ ନାହିଁ। ବିରୋଧୀ ଆଲୋଚନାକୁ ଆସୁନାହାନ୍ତି କି ଜାଣେ, ମୁଁ ତ ବୁଝିପାରୁନାହିଁ। ଆପଣଙ୍କର ଦେଖନ୍ତୁ, ଡିମାଣ୍ଡ ଡିସ୍କସନ୍ ଚାଲିଛି। ଡିମାଣ୍ଡ ଡିସ୍କସନ୍ରେ ଯେଉଁ ଆମର ପକ୍ଷ ଏବଂ ବିପକ୍ଷରେ ବି ବହୁତ ଲୋକ ଅଛନ୍ତି। ସେମାନଙ୍କର କଥାଟା ଯଦି ବିଧାନସଭାରେ ପ୍ରତିଫଳିତ ହୁଅନ୍ତା, ସେମାନେ ସମ୍ ଏକ୍ସଟେଣ୍ଟ ସାଟିସ୍ଫ୍ୟାକ୍ସନ୍ ହୁଅନ୍ତେ। ମୁଁ ସେଇଆ କହିଲି ସେମାନଙ୍କୁ ଯେ ଗୋଟିଏ ସାଇଟ୍ରେ ଆମେ କରୁଛୁ, ଗୋଟିଏ ସାଇଟ୍ରେ ତୁମେ ବି ଲୋକଙ୍କର କଥା କୁହନ୍ତୁ, ଲୋକମାନଙ୍କୁ କମ୍ ସେ କମ୍ ମାନେ ଠିକ୍ ଲାଗନ୍ତା। କିନ୍ତୁ ତୁମେ ତମ ବିରୋଧୀ ଦଳର ଦାୟିତ୍ୱ ତୁମେ ନିର୍ବାହ କରୁନା। କିନ୍ତୁ ଆଉ ଗୋଟେ କଥା ମୋତେ କହୁଛନ୍ତି, ଘୋଡ଼ା ବେପାର ଯେଉଁ ରାଜ୍ୟସଭା ସମୟରେ ଯେଉଁ ଘୋଡ଼ା ବେପାର ଥିଲା ତାକୁ ଘୋଡ଼ାଇବା ପାଇଁ ଏ ପ୍ରସଙ୍ଗକୁ ମଧ୍ୟ ଏଡ଼େଇ ଦେଉଛନ୍ତି। କିଏ ମେଡ଼ିକାଲ ପ୍ରସଙ୍ଗକୁ ଏଡ଼େଇ କିଏ ଦେଲା? ଆମେ ତ ଆଲୋଚନା ପାଇଁ ରାଜି ଅଛୁ ନା। ମେଡ଼ିକାଲ ପ୍ରସଙ୍ଗରେ କୌଣସି ପ୍ରକାର ଆଲୋଚନାକୁ ଆମେ ସ୍ୱାଗତ କରୁଛୁ। ଆମେ କେଉଁଠି ଏଡ଼େଇ ଦେଉଛୁ? ଆମେ ଏଡ଼େଇ ଦେଉଛୁ। ତ ଆଲୋଚନା ହଉ ନା ବିଧାନସଭାରେ, ମେଡ଼ିକାଲରେ କାହାର ଦାୟୀ, କିଏ ଦାୟୀ, କ'ଣ ସବୁ ଆଲୋଚନା ହଉ। କିଛି ସରକାର ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। କେଉଁ ମନ୍ତ୍ରୀ ଦେଇଥିଲା? କେବେ ଦେଇଥିଲା? କ'ଣ ପାଇଁ ଦେଇଥିଲା? ସେଠି ପୋଡ଼ି ଯାଇଥିଲା। ସେଥିରେ ତାଙ୍କର ସମ୍ପୃକ୍ତି ଥିଲା ନା। ଏଥିରେ ତ ୟାର ସମ୍ପୃକ୍ତି ନାହିଁ ନା, ଏଥିରେ କିଛି ସମ୍ପୃକ୍ତି ନାହିଁ। ଏଇଟା ଗୋଟେ ଦୁର୍ଘଟଣା, ବହୁତ ବଡ଼ ଦୁର୍ଘଟଣା। ଏଥିରେ ଯେଉଁମାନଙ୍କର ଅବହେଳା ଅଛି ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା, ଏଥିରେ ଦ୍ୱିମତ ମୋର ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଲା ପରେ ସେମାନେ ସମର୍ଥନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ କ'ଣ ଇସ୍ତଫା ଦେବ ମୁଁ ବୁଝିପାରୁନି। ଏସବୁ କଥାମାନଙ୍କରେ ଯଦି ମନ୍ତ୍ରୀମାନେ ଇସ୍ତଫା ଦେଲେ ତ କୌଣସି କେହି ମନ୍ତ୍ରୀ ଆଉ ରହିବେନି ଶେଷରେ। ଘଟଣାଟା ଗୁରୁତର, ଏତେ ଲୋକ ମରିଯିବାଟା ଗୋଟେ ଚିନ୍ତାର ବିଷୟ। ସେଥିପାଇଁ ଯେଉଁମାନେ ଦାୟୀ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା।